ଭାଇ କହୁଛ ଆରେ ବେଶୀ ମାଗୁନି 10,000 ମାଗୁଛି ଜାଣୁଛି 10,000 ଟଙ୍କା ଛାଡ। ଆରେ ଆପଣ କୋପରେଟ କରୁଛୁ। ଆରେ ମୁଁ ଫୁଡ ଅଫିସର ପଣ୍ଡା କହୁଥିଲି। ହଁ ହ୍ୟାଲୋ। ହଁ କହୁନ ଆଜ୍ଞା। ଆରେ ମୁଁ ଫୁଡ ଅଫିସର ପଣ୍ଡା କହୁଥିଲି। କେଉଁ ଆପଣ କଲ୍ କଲେ ଟେକୁନାହାନ୍ତି ଆଉ କୋଉଠି ଥିଲେ? ହସ୍ପିଟାଲ ଅଛି ତ ଚେକିଂ ହେଇଯିବ ବୋଲେ ପୁଣି ବାହାରେ ରଖିଦେଲି। ଓହୋ ଆଉ ହସ୍ପିଟାଲ କଣ ହେଲା ଯେ ହସ୍ପିଟାଲ ଯାଇଛନ୍ତି? ଆମ ମ୍ୟାଡମ କୁ ତାର ଅପରେସନ ଚାଲିଛି କି? ଓହୋ ହୋ 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 କେଉଁଠି ବଲାଙ୍ଗୀର ଅଛନ୍ତି ନା କୋଉଠି ଅଛନ୍ତି? ବଲାଙ୍ଗୀର। ବଲାଙ୍ଗୀର ଅଛନ୍ତି କି? ହଁ ଆରେ ଆପଣ ହୋଟେଲ ଅଛି ନା ଢାବା ଅଛି ହୋଟେଲ ନା ହଁ ହୋଟେଲ। ଖୁଚୁରାରେ ତ? ହଁ ଆରେ କାଲି ଜଣେ 2 ଜଣ ଆସିଥିଲେ ଆମର ଅଫିସକୁ ଆମର ଫୁଡ ଅଫିସକୁ ଆସିଥିଲେ ହଁ ବୁଝିଲେ। ହଁ ଆଉ ଆପଣ ହୋଟେଲ ନାଁରେ କମ୍ପ୍ଲେନ କରୁଥିଲେ ମତେ ଗୋଟେ ଏଫଆଇଆର ଟା ଦେଇଛନ୍ତି ଆମ ହଁ ଅଫିସରେ। ହଁ କାଲି ନୁହେଁ ଆଜି ମୁଁ କହୁଛି ଆଜି ହେଲା ରବିବାର। ହଁ ସେମାନେ ଆସିଥିଲେ ମଙ୍ଗଳବାର ଦିନ ଆସିଥିଲେ। ନା ଜଣା ପଡିବ ଆଜ୍ଞା। ଆରେ ଶୁଣ ମୁଁ କହୁଛି ହଁ ମୁଁ ହଁ ଆପଣଙ୍କୁ କଲ୍ ସହିତ କଲ୍ କରୁଛି ଆପଣ ଟେକୁ ନାହିଁ। ହଁ ହଁ ତାପରେ କହୁଥିଲେ ତାଙ୍କର ୱାଟର ଟେଷ୍ଟ କରନ୍ତୁ ସାର୍ ଆଉ ତାଙ୍କର କିଚେନ କୁ ଯାଆନ୍ତୁ ଦେଖନ୍ତୁ ଆଉ ଖାଇବା ପିଇବା ଅବସ୍ଥା କେମିତି ତିଆରି କରୁଛନ୍ତି କିଚେନ ଟିକେ ଟେଷ୍ଟ କରନ୍ତୁ କହିଲେ ମତେ। ହଁ ମୁଁ କହିଲି ମୁଁ ତ ଯାଇଥିଲି ମାସେ ତଳେ ତାଙ୍କର ଦୋକାନକୁ ହୋଟେଲକୁ ଯାଇଥିଲି ହଁ କି ସବୁ ଟେଷ୍ଟ ଫେଷ୍ଟ କରିଛି ୱାଟର ଫେଷ୍ଟ ସବୁ ଟେଷ୍ଟ କରିଛି ସେ ତ ସବୁ ଭଲ ବାହାରିଛି ଏମିତି କହିଥିଲି ତାକୁ ହଁ ବୁଝିଲେ। ହଁ ତାପରେ କହିଲେ ହଁ ହଁ ଆଉ ଥରେ ଯାଆନ୍ତୁ ଦେଖନ୍ତୁ ଚେକ୍ କରନ୍ତୁ କହିଲେ। ହଁ ଏବେ ମୁଁ ମାସ ଚେକିଂ ଅଛି ସବୁ କାମ ପେଣ୍ଡିଂ ପଡିଛି ମୁଁ ପରେ ଯିବି କହିଲି। ହଁ ତେଣୁ ଆପଣଙ୍କୁ କଲ୍ କରୁଛି ଆପଣ ଟେକୁନାହାନ୍ତି। ମୁଁ କଣ ପିଲା ଆପଣ ଚିହ୍ନି ଆପଣ ଷ୍ଟାଫ୍ ପଠେଇଦେବି ଆପଣଙ୍କୁ ଚେକିଂ କରିବା ପାଇଁ ଫାଇନ କାଟିବା ପାଇଁ। ହଁ ଆରେ ଆମେ ଆପଣଙ୍କୁ କୋପରେଟ କରୁ ଆମେ ସାହାଯ୍ୟ କରୁ ଆମର ଶତ୍ରୁ ନୁହେଁ ମୁଁ ଷ୍ଟାଫ୍ ପଠେଇଦେବି ବୁଝିଲେ। ଆଜ୍ଞା ଆଜ୍ଞା। ସେଥିପାଇଁ ମୁଁ ପିଲା ସେଥିପାଇଁ ଆମେ କଲ୍ କରୁଛି ଆପଣ ଟେକୁନାହାନ୍ତି କଲ୍ କଲେ। ନା ନା ମୁଁ 2 ଦିନ ହେଲା ହସ୍ପିଟାଲ ଦୋକାନ 3 ଦିନ ବନ୍ଦ ହେଇଛି। ମୁଁ 2 ଦିନ ହେଲା ହସ୍ପିଟାଲ ଆମ ମ୍ୟାଡମ କ ସେ ଜ୍ଞାନୀ ପ୍ରୋଗ୍ରାମ ତ ଅପସନ ଶୁଣ ଆଜି ଆମେ ସବୁ ଷ୍ଟାଫ୍ ମାନେ ଆସିଛୁ ଏଇପଟ ସେ ରାଣୀପୁର ଝରିଆଲ ହଁ ପିକନିକ ପାଇଁ। ହଁ ଖର୍ଚ୍ଚ ବର୍ଚ୍ଚ କହୁଥିଲି ଆଉ ଛାଡନ୍ତୁ ଗୋଟେ ଖର୍ଚ୍ଚ ବର୍ଚ୍ଚ ଗୋଟେ। ମୁଁ 3 ଦିନ ହସ୍ପିଟାଲ ଭାଇ କହୁଛ ଆରେ ବେଶୀ ମାଗୁନି 10,000 ମାଗୁଛି ଜାଣୁଛି 10,000 ଟଙ୍କା ଛାଡ। ଆରେ ଆପଣ କୋପରେଟ କରୁଛୁ। ହସ୍ପିଟାଲ ନାଇଁ ଆଜ୍ଞା ପଇସା ଛାଡ଼। ଓ ଠିକ ଅଛି ମୁଁ କାଲି ଷ୍ଟାଫ୍ ପଠୁଛି ଆପଣ ହୋଟେଲ ଇନକ୍ୱାରି କରିବେ। ହଁ ସେ ହୋଟେଲ ବନ୍ଦ ଅଛି ଆଜ୍ଞା। ଯେ ବନ୍ଦ କେବେ ତ ଖୋଲିବ ନା ଆଉ ଖୋଲା ଖୋଲି କରିବନି କି ଆଉ ହଁ ସବୁ 5-7 ଦିନ ପରେ ଖୋଲା ହବା। ହଁ ତାପରେ ପଠେଇବି ପିଲା ଷ୍ଟାଫ୍ ପଠେଇବି ଚେକିଂ ହଁ କରିବେ ହୋଟେଲରେ। ହଁ ଆଉ 1,000 ମାଗୁଛି ଯେ ଖର୍ଚ୍ଚ ବର୍ଚ୍ଚ ପାଇଁ ଏତେ ଲାଗୁଛନ୍ତି 500-1,000 ପାଇଁ ଆମେ ଭୋଜି କରୁଛୁ ଆଜି। ନାଇଁ ନା ଆଜ୍ଞା ହଁ 500 ଛାଡ। ନାଇଁ ନା ପଇସା କେମିତି ଛାଡିବ। ଦେଖ 500 ଛାଡ। ନାଇଁ ନା ଆଜ୍ଞା।